ସେହିଦିନ ଅକ୍ଷୟଶସ ରାଜା ଏଷ୍ଟର ଆଣିକି ଜିହୁଦୀୟ ଲୋକମାନଙ୍କର ଶତ୍ରୁ ହାମାନର ଗୃହାଦି ଦେଲା। ଆଉ ମର୍ଦ୍ଦକ୍ଷ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହେଲା। ଆଉ ମର୍ଦ୍ଦକ୍ଷ ଆପଣାର କ'ଣ ହୁଏ ଆଉ ଏଷ୍ଟରଙ୍କୁ ଜଣାଇଥିଲା। ଏଥିରେ ରାଜା ହାମାନଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲା ତାହା କାଢ଼ି ମର୍ଦ୍ଦକ୍ଷ୍ୟକୁ ଦେଲା। ପୁଣି ଏଷ୍ଟର ହାମାନର ଗୃହ ଉପରେ ମର୍ଦ୍ଦକ୍ଷ୍ୟକୁ ନିଯୁକ୍ତ କଲା। ଏଷ୍ଟର ରାଜା ନିକଟରେ ପୁନର୍ବାର ନିବେଦନ କଲା। ପୁଣି ଜିହୁଦୀୟମାନଙ୍କ ପ୍ରତିକୂଳରେ ଆଗାଗୀୟ ହାମାନର କୃତ ଅମଙ୍ଗଳ ଓ ତା'ର କଳ୍ପିତ କଳ୍ପନା ନିବାରଣାର୍ଥେ ତାହାର ଚରଣ ପରି ରୋଦନ କରି ପ୍ରାର୍ଥନା କଲା। ତେଣୁ ରାଜା ଏଷ୍ଟର ଆଡ଼େ ସୁବର୍ଣ୍ଣଦଣ୍ଡ ବିସ୍ତାର କରନ୍ତେ ଏଷ୍ଟର ଉଠି ରାଜା ସାମ୍ନାରେ ଠିଆ ହୋଇ କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ତେବେ ମୁଁ ମହାରାଜଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି। ପୁଣି ଏହି କର୍ମ ମହାରାଜଙ୍କ ଦୃଷ୍ଟିରେ ଯଥାର୍ଥ ବୋଧ ହୁଏ। ଆଉ ମୁଁ ମହାରାଜଙ୍କର ତୁଷ୍ଟିକାରିଣୀ ଅଟେ। ତେବେ ମହାରାଜଙ୍କର ସମୁଦାୟ ପ୍ରଦେଶସ୍ଥ ଜିହୁଦୀୟମାନଙ୍କୁ ବିନାଶ କରିବା ପାଇଁ ଆଗାଗୀୟ ହମଦାଥାର ପୁତ୍ର ହାମାନ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲା ତାହା ଅନ୍ୟଥା କରିବାକୁ ଲେଖାଯାଉ। ଯେହେତୁ ମୋ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ ତାହା ଦେଖି ମୁଁ କିପରି ସହିପାରିବି? ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କି ରୂପେ ସହିପାରିବେ? ଏଥିରେ ଅକ୍ଷୟଶସ ରାଜା ଏଷ୍ଟର ଆଣିକି ଓ ଜିହୁଦାର ମର୍ଦ୍ଦକ୍ଷ୍ୟଙ୍କୁ କହିଲା, ଦେଖ, ମୁଁ ଏଷ୍ଟରକୁ ହାମାନର ଗୃହ ଦେଲେ ଲୋକମାନେ ହାମାନଙ୍କୁ ଫାଶୀ କାଠରେ ଫାଶୀ ଦେଇଅଛନ୍ତି, କାରଣ ସେ ଜିହୁଦୀୟମାନଙ୍କ ଉପରେ ହସ୍ତକ୍ଷେପ କରିଥିଲା। ମଧ୍ୟ ତୁମେମାନେ ରାଜା ନାମରେ ଜିହୁଦୀୟମାନଙ୍କ ନିକଟକୁ ଆପଣା ଆପଣା ଇଚ୍ଛାନୁସାରେ ପତ୍ର ଲେଖ ଓ ତାହା ରାଜାର ଅଙ୍ଗୁରୀୟରେ ମୋହରାଙ୍କିତ କର, କାରଣ ରାଜାର ନାମରେ ଲିଖିତ ଓ ତାହାର ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରି ନପାରେ। ତେଣୁ ତୃତୀୟ ମାସର ଅର୍ଥାତ୍ ସିବନ ମାସର 23 ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ ମର୍ଦ୍ଦକ୍ଷ୍ୟର ସକଳ ଆଜ୍ଞାନୁସାରେ ଜିହୁଦୀୟମାନଙ୍କ ନିକଟକୁ ହିନ୍ଦୁସ୍ତାନଠାରୁ କୁଶ ଦେଶ ପର୍ଯ୍ୟନ୍ତ 127 ପ୍ରଦେଶାନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅନ୍ତରାକ୍ଷାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ, ପୁଣି ପ୍ରତ୍ୟେକ ଗୋଷ୍ଠୀକି ସେମାନଙ୍କ ଭାଷାନୁସାରେ ଆଉ ଜିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲିଖିତ ହେଲା। ପୁଣି ସେ ରାଜା ଅକ୍ଷୟଶସ ନାମରେ ଲେଖି ଓ ରାଜାର ଅଙ୍ଗୁରୀୟରେ ମୋହରାଙ୍କିତ କରି ଅଶ୍ୱଶାଳା ଜାତ ରାଜକୀୟ ଅଶ୍ୱ ବାହନାରୂଢ଼ ଦ୍ରୁତଗାମୀ ଦୂତଗଣ ହସ୍ତରେ ପତ୍ର ପଠାଇଲେ। ତଦ୍ୱାରା ଅକ୍ଷୟଶସ ରାଜ୍ୟର ସବୁ ପ୍ରଦେଶରେ 1 ଦିନର ଅର୍ଥାତ୍ ଅଦର ନାମକ ଦ୍ୱାଦଶ ମାସର 13 ଦିନରେ ପ୍ରତ୍ୟେକ ନଗରର ସବୁ ଜିହୁଦୀୟଙ୍କୁ ଏକତ୍ରିତ ହୋଇ ଆପଣା ଆପଣା ପ୍ରାଣ ରକ୍ଷାର୍ଥେ ଠିଆ ହେବାକୁ, ପୁଣି ଯେଉଁ ଗୋଷ୍ଠୀ ଓ ପ୍ରଦେଶ ସେମାନଙ୍କର ବିପକ୍ଷତା କରିବେ ସେମାନଙ୍କ ସାମର୍ଥ୍ୟ ଓ ସେମାନଙ୍କର ବାଳକ ଓ ସେ ସ୍ତ୍ରୀ ସକଳକୁ ସଂହାର ଓ ବଧ ଓ ବିନାଶ କରିବାକୁ, ପୁଣି ସେମାନଙ୍କର ସମସ୍ତ ଦ୍ରବ୍ୟ ଲୁଟିବାକୁ ରାଜା ଅନୁମତି ଦେଲା। ଆଉ ସେହିଦିନ ଯେପରି ଜିହୁଦୀୟମାନେ ଆପଣମାନଙ୍କ ଶତ୍ରୁଗଣଠାରୁ ପରିଶୋଧ ନେବାକୁ ପ୍ରସ୍ତୁତ ହେବେ, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଓ ସମୁଦାୟ ଲୋକଙ୍କ ନିକଟରେ ପ୍ରଚାରିତ ହେବା ନିମନ୍ତେ ସେ ଆଜ୍ଞାପତ୍ରର ଏକ ପ୍ରତିଲିପି ଦିଆଗଲା। ତହିଁରେ ଦ୍ରୁତଗାମୀ ରାଜକୀୟ ଅଶ୍ୱାରୂଢ଼ ଦୂତମାନେ ରାଜାଜ୍ଞାରେ ତ୍ୱରିତ ପ୍ରବର୍ତ୍ତିତ ହୋଇ ଚାଲିଗଲେ। ପୁଣି ଶୂସନ ରାଜଧାନୀରେ ସେହି ଆଜ୍ଞା ପ୍ରକାଶିତ ହେଲା। ଏଉତାରେ ମର୍ଦ୍ଦକ୍ଷ୍ୟ ନୀଳ ଓ ଶୁକ୍ଳବର୍ଣ୍ଣ ରାଜକୀୟ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମୟ ବୃହତ୍ ମୁକୁଟ ଦେଇ ସରୁ ଓ ଧୂମ୍ରବର୍ଣ୍ଣ ଉତ୍ତରୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ହୋଇ ରାଜା ଛାମୁରୁ ବାହାରକୁ ଗଲା। ତହିଁରେ ଶୂସନ ରାଜଧାନୀ ଆନନ୍ଦ ଓ ହର୍ଷନାଦରେ ପରିପୂର୍ଣ୍ଣ ହେଲା। ଆଉ ଜିହୁଦୀୟମାନଙ୍କର ଦ୍ୱିତୀୟ ଆନନ୍ଦ ହର୍ଷ ଓ ସମ୍ଭ୍ରମରେ ଉଦୟ ହେଲା। ପୁଣି ପ୍ରତି ପ୍ରଦେଶର ପ୍ରତି ନଗରରେ ଯେକୌଣସି ସ୍ଥାନରେ ରାଜାଜ୍ଞା ଓ ନିୟମପତ୍ର ଉପସ୍ଥିତ ହେଲା, ସେହି ସ୍ଥାନରେ ଜିହୁଦୀୟମାନଙ୍କର ଆନନ୍ଦ ଓ ଆମୋଦ ଓ ଭୋଳ ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନେକ ଲୋକ ଜିହୁଦୀୟ ମତାବଲମ୍ବୀ ହେଲେ, ଯେହେତୁ ସେମାନେ ଜିହୁଦୀୟମାନଙ୍କର ସକାଶେ ଭୀତ ହେଲେ।